ବଡ଼ ଲୋକମାନେ ଥିବେ ସେ ପଚାରି କରିବେ ନା ଯିଏ ଗୃହକର୍ତ୍ତା ସିଏ ତାଙ୍କର ଯେ ବାପା ଜେଜେବାପା ଥିବେ ପଚାରେ ବାପା ମୁଁ ଏଇ କାମଟା କରୁଛି ଅମୁକ ସେମିତି ଘରର ହେବା ଦରକାର ବିଲ ଟାଇମ୍ ହେବା ଦରକାର ଏଇଠି 2 ବଖରା ମୁଁ କରିବି କି ଅମୁକ ଲୋକଙ୍କୁ ରଖୁଛି କି ଅମୁକ 1000 ଟଙ୍କା ଦେବି ପଚାରି କରିବ ସାନ ଥିଲେ ବିଚାର କରିବ। ତେଣୁ ମହାପୁରୁଷ କହିଲେ ଯେ ଗୃହକର୍ତ୍ତା ସେ 5-25 ମନକୁ ନେଇ କୌଣସି ନିଷ୍ପତ୍ତି ଗୃହର କାର୍ଯ୍ୟ କରିବା ଉଚିତ। କିନ୍ତୁ ଆଜି ତାହା ନାହିଁ। ରାଜାଙ୍କର ମଧ୍ୟ ସେଇଭଳି ହେବା ଦରକାର। ଯେ ଶାସନକର୍ତ୍ତା ଅଚ୍ୟୁତ କହିଲେ ପ୍ରଜା ପଞ୍ଚ ଆତ୍ମା ରାଜା ଯେ ଦେଖେ ସମସ୍ତଙ୍କୁ ଦେଖିକି ମନ ଦେଖିକି ସେ କାର୍ଯ୍ୟ କରିବ। ଆଉ ରାଜା ପ୍ରଜା ଆତ୍ମା ଏକଟଇ ନାମ ବୋଲି ଯାହା ସଭିଏ କହି ରାଜା ଆଉ ପ୍ରଜା ଦୁହେଁ ଭିନ୍ନ ନୁହନ୍ତି ଏକ ସମସ୍ତେ ଭିନ୍ନ ଭିନ୍ନ ଏକ କହିଲେ ରାଜା ଦୋଷ କଲେ ଭୋଗନ୍ତି ପ୍ରଜା ପରଜା କାନ୍ଦିଲେ ମରନ୍ତି ରାଜା ପରଜା କାନ୍ଦିଲେ ମରନ୍ତି ରାଜା ପରଜା କାନ୍ଦିଲେ ମରନ୍ତି ରାଜା। କହିଲେ ବାବୁରେ ରାଜା ଦୋଷ କଲେ ଭୋଗନ୍ତି ପ୍ରଜା କହନ୍ତିନି ଘରର ଯଦି ବାପ ଖାଇଲେ ତାଳ ପୁଅକୁ ହୁଏ କାଳ ଏ କଥା ଯୁଗେ ଯୁଗେ ରହିଛି। ତ ରାଜା ଯଦି ଦୋଷ କରନ୍ତି ପ୍ରଜା ମାନେ ତାକୁ ଭୋଗିବେ ଏ ଭୋଗିବେ ଧର୍ମର ନୀତି। ହେ ଜ୍ଞାନୀ ଗୁଣିବା ପ୍ରଜା ଯଦି ପରଜା କାନ୍ଦିଲେ ମରନ୍ତି ରାଜା ଯଦି ପ୍ରଜା ଆଖିରୁ ଲୁହ ଗଡ଼ିଲା ତାହେଲେ ରାଜା ମଧ୍ୟ ସେ ରାଜାର ପତନ ହେଇଯାଏ। ଆଜିର ସମାଜରେ ଏ କଳି ଯୁଗରେ ବର୍ତ୍ତମାନ ସାମାଜିକ ସ୍ଥିତିରେ ଯଦି ଆଜି ରାଜା ମାନେ ଶାସନକର୍ତ୍ତା ମାନେ କୌଣସି ଦୋଷ ତ୍ରୁଟି କରିବେ ଆଉ ପ୍ରଜା ଆଖିରୁ ଯଦି ଲୁହ ଗଡ଼ିଲା ତାହେଲେ ସେ ରାଜାର ପତନ ନିଶ୍ଚିତ ହବ ବୋଲି ଆପଣ ଜାଣିଥାନ୍ତି। ବୋଲି ମହାପୁରୁଷ ଅଚ୍ୟୁତାନନ୍ଦ ଜି କି ସୁଧେୟାନି ଜ୍ଞାନୀ ଗୁଣୀ ମଣ୍ଡଳୀ ମହାପୁରୁଷ କହିଲେ ମାଳିକାର ନାମ ହେଲା କଳିଯୁଗ ଭବିଷ୍ୟ ମାଳିକା। କଣ କହିଲେ କହିଲେ ଚୋର ତସ୍କର ମେଳି ବାନ୍ଧି ପୁଣ କପଟରେ ସେ କରିବେ ଶାସନ କପଟରେ ସେ କରିବେ ଶାସନ କପଟରେ ସେ କରିବେ ଶାସନ। କହିଲେ ବର୍ତ୍ତମାନ ଶାସନ କେମିତି ଚାଲିବ ଏଇ ଯୋଉ ବର୍ତ୍ତମାନ ସମୟରେ 2024ରୁ 27 ଭିତରେ ଶାସନ ସବୁ କେମିତି ଚାଲିବ ଅଚ୍ୟୁତା ଓଡ଼ିଶା ହଉ ରାଜ୍ୟ ହେଉ ବା ଦେଶରେ ହଉ ରାଜ୍ୟର କେମିତି ଚାଲିବ ନା ଚୋର ତସ୍କର ମେଳି ବାନ୍ଧି ପୁଣ କପଟରେ ସେ କରିବେ ଶାସନ କପଟରେ ସେ କରିବେ ଶାସନ କପଟରେ ସେ କରିବେ ଶାସନ। ଚୋର ତସ୍କର ମେଳି ବାନ୍ଧି ପୁଣ କପଟରେ ଯେ କରିବେ ଶାସନ ଆପଣଙ୍କୁ ବୁଝିପାରିବେ। ଆଜି ଦେଖୁନାହାନ୍ତି ଆଜି ଏ ଦଳରେ ଅଛି କାଲି ସେ ଦଳରେ ଏ ଦଳ ରହିଛି ସେ କଥା କହୁଛି କିଛି ବୁଝିପାରିବେନି। ଆଦି ନାହିଁ ଅନ୍ତ ନାହିଁ ଆଦି ଅନ୍ତ ପାଇବେ ନାହିଁ ସ୍ୱାଭିମାନ ସବୁ ହରି ବସିବେ ବୋଲି ମହାପୁରୁଷ ମାଳିକାରେ ଲେଖିଛନ୍ତି। କହିଲେ ଚୋର ଡକାୟତ ହୋଇବେ ସାର ଦେଶକୁ ଲୁଟି କରିଦେବେ ଚୋର ଦେଶକୁ ଲୁଟି କରିଦେବେ ଚୋର ଦେଶକୁ ଲୁଟି କରିଦେବେ ଚୋର। ଚୋର ଡକାୟତ ହୋଇବେ ସାର ଦେଶକୁ ଲୁଟି କରିଦେବେ ଚୋର ଦେଶକୁ ସବୁ ଲୁଟୁ କରିବେ ରେ ବାପା ଉନ୍ନତି ନୁହଁ। ଆଉ ବିଦେଶୁ ବେପାରୀ ଆଣିବେ ଡାକି ଗୁପତେ ଦେଶକୁ ଦେବେ ସେ ବିକି ଗୁପତେ ଦେଶକୁ ଦେବେ ସେ ବିକି ଗୁପତେ ଦେଶକୁ ଦେବେ ସେ ବିକି। ବିଦେଶୁ ବେପାରୀ ଆଣିବେ ଡାକି ଗୁପତେ ଦେଶକୁ ଦେବେ ସେ ଟେକି ବା ବିକି। ଏଇଆ ହବ ଶାସନ ବ୍ୟବସ୍ଥା ଏଇଭଳି ହିଁ ହବ ବୋଲି ଅଚ୍ୟୁତାନନ୍ଦ ମହାପୁରୁଷ ମାଳିକାରେ ଲେଖିଛନ୍ତି ଆମେ କହୁ। ହେ ଜ୍ଞାନୀ ଗୁଣୀ ମଣ୍ଡଳୀ ପାରିବାରିକ ବ୍ୟବସ୍ଥା ଦେଖୁନାହାନ୍ତି ସେମିତି ହେଇନି କହନ୍ତିନି ପର ଘର ତିଅଣ ସୁଆଦିଆ। ଆଜିର ସମାଜରେ ଜଣେ ଘର କରିଛି ସିଏ ତାର 4 ଭାଇ ନେଇକି ଆଗରୁ ବହୁ କୁଟୁମ୍ବ ଥିଲା ବ୍ୟବସ୍ଥା ଥିଲା ଯୌଥ ପରିବାର ସେ ପରିବାର ଭିତରେ ମିଳିମିଶି ଚଳୁଥିଲେ ଶାଗ ମୁଗ ଯାହା ହେଉ କିନ୍ତୁ ଘରର କଥା ଘରେ ହିଁ ଆଲୋଚନା ହେଉଥିଲା ଘରେ ବସିକି ସମସ୍ୟା ସମାଧାନ କରୁଥିଲେ। କିନ୍ତୁ ଏଇଗଣା
ଚାରି ଭାଇ ଯଦି ଅଛି ବାହାର ଲୋକ ଆସୁଛନ୍ତି ଚାରି ଭାଇ ଭିତରେ ମୀମାଂସା କରିବା ପାଇଁ ଝଗଡ଼ା ନାଇଁ ଆମ ଭିତରେ ସ୍ୱାମୀ ସ୍ତ୍ରୀ ଭିତରେ ଝଗଡ଼ା ଭାଇ ଭାଇ ଭିତରେ ଝଗଡ଼ା ଆଜି ବାହାର ଲୋକ ଆସୁଛନ୍ତି ନୁହେଁ ଗୃହ ଛିଦ୍ର ସେମାନେ ଜାଣିଲେ ଆମ ଘରର କଥା ତେଣୁ ମହାପୁରୁଷ କହିଲେ ଘର ପରିବାର ହଉ ବା ସମାଜ ହଉ ଏଇ ଜିନିଷ ଦିଟା ହବ ବାହାର ଲୋକ ମାଡ଼ିକି ଆସିବେ ଆଉ କହିଲେ ଯେ ବିଦେଶ ବେପାରୀ ଆଣିବେ ଡାକି ଗୁପତେ ଦେଶକୁ ଦେବେ ସେ ଟେକି ଦେବେ ଆଉ ପୁନଶ୍ଚ କଳିକି ପୁରାଣରେ ମଧ୍ୟ ଲେଖା ଅଛି କହିଲେ ନିର୍ଦୋଷୀ ପାଇବେ ଦଣ୍ଡ ବିଚାର କ୍ଷେତ୍ରରେ ବାବୁ ବିଚାର କ୍ଷେତ୍ରରେ ଦୋଷୀ ହୋଇବେ ଖଲାସ ମିଥ୍ୟା ସାକ୍ଷାତରେ ବାବୁ ମିଥ୍ୟା ସାକ୍ଷାତରେ କଳିକି ପୁରାଣରେ ଲେଖା ଅଛି ଏ ସମୟରେ ଶାସନ ବ୍ୟବସ୍ଥା କେମିତି ହବ ନା ନିର୍ଦୋଷୀ ପାଇବେ ଦଣ୍ଡ ବିଚାର କ୍ଷେତ୍ରରେ ଯିଏ ନିର୍ଦୋଷ ଦୋଷ କରିନଥିବ ସେଇ ବର୍ତ୍ତମାନ ସମାଜରେ ଦଣ୍ଡ ପାଇବ ଶାସନ ବ୍ୟବସ୍ଥା ଏମିତି ହୋଇଯିବ ଯେ ଆଉ ଦୋଷୀ ହୋଇବେ ଖଲାସ ମିଥ୍ୟା ସାକ୍ଷାତରେ ସାକ୍ଷାତରେ କଲେ ସାକ୍ଷୀରେ ମିଛ ସାକ୍ଷୀରେ ଜଣେ ଦୋଷୀ ମଧ୍ୟ ଆଜି ନିର୍ଦୋଷରେ ଖଲାସ ହେଇଯାଉନି କି ଗୀତା ଶାସ୍ତ୍ର ଗୋଟି ବନ୍ଧା ପଡ଼ିଥିବ କାଠ ଗଡ଼ା ଠାରେ ଯାଇ କହିଲେ ଗୀତା ଶାସ୍ତ୍ରଟି ଆଜି ବନ୍ଧା ପଡ଼ିଛି କାଠ ଗଡ଼ା କହିଲେ କୋଉଠି କୋର୍ଟରେ ବନ୍ଧା ପଡ଼ିକି ସେଠି ଅଛି ନା ତାର ମୂଲ୍ୟ କିଛି ଅଛି ଯଦି ମୂଲ୍ୟ ଥାନ୍ତା ତାହେଲେ ଗୋଟେ ଦୋଷୀ କରୁଥିବା ଲୋକଟି ହାତ ରଖି କ'ଣ କହନ୍ତା ଯାହା କହିବି ସତ କହିବି ସତ ଛଡ଼ା ମିଛ କହିବିନି ଗୀତା ଛୁଇଁ ଯାହା କହୁଛି ମୁଁ ସତ କହିବି ଡାହା ମିଛ କହୁଛି ଆଉ ବନ୍ଧା ସେଠି ପଡ଼ିছে ନା ନେଇ ମହାପୁରୁଷ କହିଲେ ନିର୍ଦୋଷୀ ପାଇବେ ଦଣ୍ଡ ବିଚାର କ୍ଷେତ୍ରରେ ଦୋଷୀ ହୋଇବେ ଖଲାସ ମିଥ୍ୟା ସାକ୍ଷାତରେ ମିଛ ସାକ୍ଷୀରେ ଦୋଷୀ ଖଲାସ ହେବେ ଇଏ ହେଉଛି ବର୍ତ୍ତମାନ ସମୟର ଶାସନ ବ୍ୟବସ୍ଥା ବୋଲି ହେ ରାମଚନ୍ଦ୍ର ତୁ ଜାଣ ଅଚ୍ୟୁତାନନ୍ଦ ମହାପୁରୁଷ କହିଲେ ଦେଖନ୍ତୁ ଆଜି ହଉନି ପୁନଃ କହିଲେ ସେ ସମୟେ ରାଜନୀତି ନଥିବ ରେ ବାବୁ ଜାଣ ନଥିବ ରେ ବାବୁ ନୀତିମାନ ମନ୍ତ୍ରୀ କରିବେ ରେ ସବୁ ବାବୁ କରିବେ ରେ ସବୁ ସେ ସମୟ ରାଜନୀତି ନଥିବ ରେ ବାବୁ ଅଚ୍ୟୁତାନନ୍ଦ ମହାପୁରୁଷ ମାଳିକାରେ ଲେଖିଲେ କହିଲେ ସେ ସମୟରେ ରାଜନୀତି ନଥିବ ରେ ବାବୁ ରାଜନୀତି ଆଜି ଚାଲି ନାହିଁ ଆଜିର ସମାଜରେ ଆଜିର ଦୁନିଆରେ ଦେଖନ୍ତୁ ମାଳିକା ବଚନ ନ ହୋଇବା ଏ ମାଳିକା ମିଛ କଥା ନା ପ୍ରତ୍ୟକ୍ଷ ରୂପରେ ଆପଣ ସମାଜରେ ବର୍ତ୍ତମାନ ଦେଖୁଛନ୍ତି ଆଜି ରାଜନୀତି କିଏ କରୁଛନ୍ତି ନା କୋଉ ନୀତି କୂଟନୀତି ରାଜନୀତିଟା ଆଜି କୂଟନୀତିରେ ପରିଣତ ହେଇଛି ଆଉ ସେଇ କୂଟନୀତିରେ ଶାସନ ବର୍ତ୍ତମାନ ଚାଲିଛି ସମାଜ ଚାଲିଛି କୂଟନୀତିର ଶାସନ କଳ ଦ୍ୱାରା ଆଜି ସଂସାର ଚାଲିଛି ଏଇ ଘଟଣା ହବ ବୋଲି ଅଚ୍ୟୁତାନନ୍ଦ ମହାପୁରୁଷ ମାଳିକାରେ ଲେଖିଛନ୍ତି ପରିବାର ହେଉ ବା ସମାଜ ହେଉ ଏ ଦିଟା କ୍ଷେତ୍ରରେ ଏଇ କାର୍ଯ୍ୟ ହିଁ ଚାଲି